ନାଥୁରାମ ବିନାୟକ ଗୋଡସେ କିଏ? 1947 ଅଗଷ୍ଟରେ ଭାରତ ସ୍ୱାଧୀନ ହେଲା। କିନ୍ତୁ ଭାଗି ଦୁଇଟି ଦେଶ ହେଲା, ଭାରତ ଓ ପାକିସ୍ତାନ। ଭାଗାଭାଗି ପରେ ଉଭୟଙ୍କର ଦଙ୍ଗା, ହିଂସା ଓ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଲା। ପାକିସ୍ତାନକୁ ଦିଆଯିବାକୁ ଥିବା 55 କୋଟି ଟଙ୍କା ବିଭାଜନ ଚୁକ୍ତିର ଅଂଶ। କେହି କେହି ହିନ୍ଦୁ ସଂଗଠନ ବିରୋଧ କଲେ। ଗାନ୍ଧିଜୀ ଅନଶନ କରି ସରକାରଙ୍କୁ ଟଙ୍କା ଦେବାକୁ ସହମତ କରାଇଥିଲେ, ଯାହାକୁ ଅନେକ ରାଷ୍ଟ୍ରବାଦୀ ପାକିସ୍ତାନ ପ୍ରତି ପକ୍ଷପାତ ଭାବିଲେ। 30 ଜାନୁଆରୀ 1948 ଘଟଣାର ଦିନ। ସ୍ଥାନ ବିର୍ଲା ଭବନ, ନୂଆଦିଲ୍ଲୀ। ସନ୍ଧ୍ୟା 5:10 ଗାନ୍ଧିଜୀ ପ୍ରାର୍ଥନା ସଭାକୁ ଯିବା ପାଇଁ ବଗିଚା ଦିଗକୁ ଯାଉଥିଲେ। ସେତେବେଳେ ନାଥୁରାମ ବିନାୟକ ଗୋଡସେ 38 ବର୍ଷର ଥିଲା। ଗାନ୍ଧିଜୀଙ୍କ ପଥରେ ଆସିଲେ। ସେ ଦୁଇ ହାତ ଯୋଡ଼ି ନମସ୍କାର କରି ଗାନ୍ଧୀଙ୍କ ସାମ୍ନାରେ ଦଣ୍ଡାୟମାନ ହେଲେ। ହଠାତ୍ ତାଙ୍କ କୋଟରୁ ବେରେଟା ପିସ୍ତଲ ବାହାର କରି 3ଟି ଗୁଳି ଫାୟାର କଲା ଗାନ୍ଧିଜୀଙ୍କ ଛାତିରେ, ପେଟରେ ଓ ଫୁସଫୁସରେ। ଶେଷକ୍ଷଣ ଗୁଳି ଲାଗିବା ପରେ ଗାନ୍ଧିଜୀଙ୍କ ହେ ରାମ ବୋଲିଥିବା କୁହାଯାଏ। ଗୋଟିଏ ସେକେଣ୍ଡରେ ଭୂମିକୁ ପଡ଼ିଗଲେ। ତାଙ୍କୁ କୋଳରେ ଉଠାଇ ବିର୍ଲା ଭବନର କୋଠରେ ନେଇ ଯାଇଥିଲେ। କିଛି ମିନିଟରେ ସେ ପ୍ରାଣ ତ୍ୟାଗ କଲେ। ପରିଣାମ ନାଥୁରାମ ଗୋଡସେକୁ ତୁରନ୍ତ ପୋଲିସ ଧରିଲା। ପରେ ଅଦାଲତରେ ମାମଲା ଚାଲିଲା। 15 ନଭେମ୍ବର 1949ରେ ତାଙ୍କୁ ଫାଶୀ ଦିଆଯାଇଥିଲା। ଗାନ୍ଧିଜୀଙ୍କ ମୃତ୍ୟୁରେ ସାରା ବିଶ୍ୱ ଶୋକାକୁଳ ହୋଇପଡ଼ିଲା।